ମୋ ନାଁ ପ୍ରତାପ ପାଇକ, ବନ ସୁରକ୍ଷା ସମିତି କେନ୍ଦୁବେଡ଼ାର ସଭାପତି। ଆଜି ଜଙ୍ଗଲ ଯେମିତି ନିଆଁ ନ ଲାଗିବ ସେଥିପାଇଁ ବୈଠକ କରାଯାଇଥିଲା। ଆଉ ଏ ବୈଠକରେ ଯେମିତି ପ୍ରତ୍ୟେକ ଗାଁରୁ କିଛି କିଛି ଲୋକ ଆସିଛନ୍ତି ଏବଂ ସେମାନେ ଯେମିତି ସଚେତନ ହେଇକି ଅନ୍ୟକୁ ସଚେତନ କରାଇବେ ସେ ଉଦ୍ଦେଶ୍ୟ ନେଇକି ଏ ବୈଠକରେ ଆସିଥିଲେ। ଆଉ ଆମେ ଏଠାରେ ସମସ୍ତ ବନ କର୍ମଚାରୀମାନଙ୍କର ସହଯୋଗ ଲୋଡ଼ୁଛୁ କି ମାନେ ଆରମ୍ଭରୁ କେମିତି ନିଆଁ ନ ଲାଗିବ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଏବଂ ଗାଁରେ ମଧ୍ୟ ଆମେ ବୈଠକ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇବୁ। ସେଥିପାଇଁ ଆଜି ଏଠାକୁ ଆସିଥିଲୁ। ଆଜ୍ଞା, ଅନେକ ଥର 2016-17 ମସିହାରେ ଯେତେବେଳେ ମୁଁ ପ୍ରଥମ ଥର ସଭାପତି ଥିଲି, ସେତେବେଳେ ଆମର ଯେଉଁ ଜଙ୍ଗଲକୁ ସୁରକ୍ଷା ଦେଉଛୁ ସେ ଜଙ୍ଗଲରେ ନିଆଁ ଲାଗିଥିଲା। ସେଠାରେ ଜଣେ ଶିକାର କରିବାକୁ ଆସିଥିବା ଲୋକ ନିଆଁ ଲଗାଇ ଦେଇଥିଲେ। ତାକୁ ଆମ ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟମାନେ ଯାଇକି ନିଆଁକୁ ଆୟତ୍ତ କରିଥିଲୁ ଏବଂ ତାପରେ ସାର୍ମାନଙ୍କୁ ଜଣାଇଥିଲୁ କି ବନ କର୍ମଚାରୀମାନଙ୍କୁ ଏହିସବୁ ଘଟିଥିଲା ବୋଲିକି। ସାର୍ମାନେ ମଧ୍ୟ ଆସିଥିଲେ ଏବଂ ତାଙ୍କର ବି ମଧ୍ୟ ସହଯୋଗ ଲୋଡ଼ିଥିଲୁ। ସମସ୍ତେ ତାକୁ ଆୟତ୍ତ କରିବାରେ ସଫଳ ହୋଇଥିଲୁ। ଲୋକଙ୍କୁ ମୁଁ ଏତିକି କହିବି କି ସେମାନେ ନିଜ ହାତ ଦ୍ୱାରା ଯେମିତି ଜଙ୍ଗଲର ନଷ୍ଟ ନ ହେବ ନିଆଁ ଦାଉରୁ, ସେଥିପାଇଁ ସମସ୍ତେ ପ୍ରତିଜ୍ଞା ହେବା ଉଚିତ। ଆଉ ନିଜ ହାତରୁ କେବେ ହେଲେ ମଧ୍ୟ କୌଣସି ଜଙ୍ଗଲ ଯେମିତି ନଷ୍ଟ ନ ହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପଡ଼ିବ। ଆମର ଏଇ ଯେଉଁ ଆଜିର କାର୍ଯ୍ୟକ୍ରମ ଥିଲା ବନାଞ୍ଚଳ ସ୍ତରୀୟ ଫାୟାର ପ୍ରିପେୟାରନେସ୍ ମିଟିଂ ଥିଲା। ଏଥିରେ ଆମେ ଆମର ବନାଞ୍ଚଳରେ ଯେତେ ଆମର VSS ଅଛନ୍ତି ତାର ପ୍ରେସିଡେଣ୍ଟ ଆଉ ସଭ୍ୟ ଆଉ ଗାଁ ଆମର ରେଞ୍ଜରେ ଯେତିକି ଆମର ସରପଞ୍ଚ ମାନେ ଅଛନ୍ତି, ତାପରେ ଜିଲ୍ଲା ପରିଷଦ ମାନେ ଅଛନ୍ତି, ଆଉ ଯେତେକ ମାନେ ଯେଉଁଠି ଆମର ଫାୟାର ଫ୍ରଣ୍ଟ ଭିଲେଜ ମାନେ ଅଛି ସେଠାର ସବୁ ଯେଉଁ ଗାଁର ମୁଖିଆ ବା ଅଧିକାରୀ ସେମାନଙ୍କୁ ଆମେ ଇନଭାଇଟ୍ କରିଥିଲୁ। ଆଉ ସେମାନେ ମଧ୍ୟ ଆମର ଇନଭାଇଟ୍ ରକ୍ଷା କରି ଆସିଥିଲେ। ସମସ୍ତଙ୍କୁ ମାନେ ଏକ ସଚେତନତା କାର୍ଯ୍ୟକ୍ରମ ହେଲା। ସମସ୍ତଙ୍କୁ ବୁଝେଇଲୁ ନିଆଁର ମାନେ ଫରେଷ୍ଟ ଫାୟାରର ଯେଉଁ ମାନେ ଡିସଆଡ଼ଭାଣ୍ଟେଜ ସମସ୍ତଙ୍କୁ ବୁଝେଇଲୁ। ଆଉ ମାନେ ଆମର କେତେ ଜଣ VSS ପ୍ରେସିଡେଣ୍ଟ ଆଉ ଜନପ୍ରତିନିଧି ୱାର୍ଡ଼ ମେମ୍ବର ସେମାନେ ବି ତାଙ୍କର ମତ ରଖିଲେ। ଜଙ୍ଗଲ ନିଆଁର କୁପରିଣାମ ସେମାନେ ମଧ୍ୟ ସମସ୍ତଙ୍କୁ ବୁଝେଇଲେ। ଆଉ ଏ ବର୍ଷ ଆମେ ମାନେ ଜଙ୍ଗଲ ସମସ୍ତେ ମିଶିକି କେମିତିଆ ଜଙ୍ଗଲରୁ ଯେଉଁ ନିଆଁଟା କେମିତିଆ କମେଇ ପାରିବା ସେଇ ଉପରେ ସମସ୍ତଙ୍କୁ ମାନେ ସଚେତନତା କରାଇଲୁ। ଆମର କୋରାପୁଟ ରେଞ୍ଜରେ ଅଫିସିଆଲି ଏବେ ସୁଦ୍ଧା 2ଟା ଫାୟାର ପଏଣ୍ଟ ଆସିଛି। ଆମର ଆମେ ଅଲରେଡ଼ି ଫାୟାର ସ୍କ୍ୱାଡ଼ କୋରାପୁଟ ରେଞ୍ଜରେ ମାନେ ଏନଗେଜ୍ କରିସାରିଲୁଣୁ। ସେମାନେ ଯାଇକି ଯେଉଁଠି ଆମେ ଏଥରକ ଏମିତିଆ ଏନଗେଜ୍ କରୁଛୁ ଯେଉଁଠି ଫାୟାର ପ୍ରୋନ୍ ଏରିଆ ସେଇଠୁ ଲୋକାଲ ପିଲାଙ୍କୁ ହିଁ ଫାୟାର ସ୍କ୍ୱାଡ଼ରେ ରଖିଛୁ। ସେମାନେ ଖବର ପାଇଲା ମାନେ ସାଙ୍ଗେ ସାଙ୍ଗେ ଯାଇକି ସେମାନେ ନିଆଁକୁ ଆୟତ୍ତ କରୁଛନ୍ତି। ଆମର ରେଞ୍ଜ ଅଫିସରେ ଗୋଟେ କଣ୍ଟ୍ରୋଲ ରୁମ୍ ଅଛି। ସେଥିରେ ଜଣେ ଡେଡିକେଟେଡ୍ ଫରେଷ୍ଟର ଅଛନ୍ତି ଆଉ ଜଣେ ଫରେଷ୍ଟ ଗାର୍ଡ଼ ଅଛନ୍ତି। ସେମାନଙ୍କ ନମ୍ବର ମଧ୍ୟ ମାନେ ଆମର ଗାଁ ମାନଙ୍କରେ ଯେଉଁ ଛକ ଅଛି, ତାପରେ GP ହେଡ଼କ୍ୱାର୍ଟର ହଉ ସେଠି ଆମର ଫରେଷ୍ଟ ଗାର୍ଡ଼, ଫରେଷ୍ଟର ଆଉ ରେଞ୍ଜ ଅଫିସରଙ୍କ ନମ୍ବର ମଧ୍ୟ ଦିଆଯାଇଛି। ଯଦି କୌଣସି ଜାଗାରେ ନିଆଁ ଲାଗୁଛି ସମସ୍ତଙ୍କୁ ଅନୁରୋଧ କରୁଛୁ ଆମେ ସେଇ ନମ୍ବରରେ ଯୋଗାଯୋଗ କରନ୍ତୁ। ଆଉ ଯଦି ନିଆଁ ଲାଗୁଛି ତାହେଲେ ବନ ବିଭାଗକୁ ମଧ୍ୟ ସହଯୋଗ କରନ୍ତୁ। ସେଥିରେ DFO ସାର୍, ବାକି ଆମର କୋରାପୁଟ ବନାଞ୍ଚଳ ଅଧିକାରୀ, ଫାୟାର ଅଫିସର ତଥା ବିଭିନ୍ନ କୋରାପୁଟ ବନାଞ୍ଚଳର ବିଭିନ୍ନ VSSର କର୍ମକର୍ତ୍ତା, ଫରେଷ୍ଟ ଡିପାର୍ଟମେଣ୍ଟର ଅଧିକାରୀ, ବାକି ଫାୟାର ସ୍କ୍ୱାଡ଼ ତା ସହିତ ମିଡ଼ିଆ ବନ୍ଧୁ ସମସ୍ତେ ଉପସ୍ଥିତ ଥିଲେ। এই ଯେଉଁ କାର୍ଯ୍ୟକ୍ରମଟି ହେଲା ଏଇଟା ପ୍ରତିବର୍ଷ ମାର୍ଚ୍ଚ ମାସ ବା ଫେବୃଆରୀ ମାସରେ ହୁଏ, ଯେଉଁଠି ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୁଏ। ଏଇଟା ଏକ ସଚେତନତା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟତଃ ଆଲୋଚନା କରାଗଲା ଯେ କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ବା ଫାୟାର ଡିପାର୍ଟମେଣ୍ଟ ବା କେବଳ ସରପଞ୍ଚ ବା ଗାଁ ଲୋକ ଏମାନେ ମିଶି ଜଣେ କରିପାରିବେନି। ମିଳିତ ଅନୁକୂଲ୍ୟରେ ଏଇଟା କରିବାକୁ ପଡ଼ିବ। ଉପରେ ପ୍ରତିରୋଧ ନେବା ପାଇଁ ସଚେତନତା ହେବାକୁ ପଡ଼ିବ। ବିଭିନ୍ନ ପ୍ରକାର ସରକାରୀ ସହାୟତା ଅଛି, ଆଗକୁ ମିଶେଇକି କାମ କରିବାକୁ ପଡ଼େ, ଯେଉଁଟାକି ଏହା ଗୋଟେ ମଲ୍ଟି ଆକ୍ଟର ପ୍ଲାଟଫର୍ମ ହିସାବରେ ନିଆ ହେଉଛି, ଯେଉଁଟାକି ବିଭିନ୍ନ ଲୋକଙ୍କର ସହଯୋଗ ଦରକାର। ଆଉ ସଂସ୍ଥା ହିସାବରେ ଆମେ ବିଗତ 10 ବର୍ଷ ହେଲା ଏଇ କୋରାପୁଟ ଅଞ୍ଚଳରେ
ଫରେଷ୍ଟ ଫାୟାରକୁ ନିବାରଣ କରିବା ପାଇଁ ଗାଁ ସ୍ତରରେ ମିଟିଂସ୍ କରୁଛୁ, ଫରେଷ୍ଟ ଫାୟାର କ୍ୟାମ୍ପେନ୍ କରୁଛୁ, ସେଟା ଏ ବର୍ଷ ବି ଜାରି ରହିବ। ଆଉ ବିଗତ ବର୍ଷ ଅପେକ୍ଷା ଏ ବର୍ଷ କେମିତି ଫରେଷ୍ଟ ଫାୟାର ବହୁତ କମିପାରିବ ତା ଉପରେ ଆମେ କାମ କରିବୁ। ଧନ୍ୟବାଦ। କାମ ଯଦି ଆମର ଅଞ୍ଚଳରେ ଦେଖିବେ ନିଆଁର ମୁଖ୍ୟ କାରଣ ହେଲା ଗୋଟେ ସିନ୍ଧିକିଡ଼ା। ଆଉ ଜଣେ ଆଜି ଆମକୁ କହୁଥିଲେ ଯେ ଟିଙ୍କ ପାଇଁ ବି ଲଗେଇ ଦେଉଛନ୍ତି, ସେଇଟା ବି ଗୋଟେ କାରଣ ହେଇପାରେ। ତା ସହିତ ଆମର ଗାଈ ଚରାଇବା ଲୋକଙ୍କର ଟିକେ ମୁଖ୍ୟ ଭୂମିକା ଅଛି, ଯେଉଁଥିରେ କି ଜାଣିକି ନାହିଁ କିନ୍ତୁ ଭୁଲବଶତଃ ସିଗାରେଟ୍ ବିଡ଼ି ପିଇକି ପକେଇ ଦେଉଛନ୍ତି, ଯେଉଁଟାକି ଲାଗିଯାଉଛି ଇଣ୍ଟେନ୍ସନାଲି ନାହିଁ। ବାକି ଆଉ ଗୋଟେ ଇଣ୍ଟେନ୍ସନାଲି ହେଉଛି ଯେଉଁଟାକି ଆମର ୱାଇଲ୍ଡ ଲାଇଫ୍ ପାଇଁ ଯେଉଁ ଚୈତ ପର୍ବ ଆସୁଛି ସେଥିରେ କ'ଣ ହେବ, ନିଆଁ ଲଗେଇଲେ ପଶୁଟା ଧରା ପଡ଼ିବ। ତା ଉପରେ ଆମକୁ ସଚେତନତା କରିବାକୁ ପଡ଼ିବ। ମିଳିତ ଆକାରରେ ଯଦି କୋରାପୁଟର ସମସ୍ତ ଯେତିକି ବି ମିଡ଼ିଆ ଅଛନ୍ତି, ଯେତିକି ବି ଡିପାର୍ଟମେଣ୍ଟ ଅଛନ୍ତି, ଇଭେନ୍ ଏଗ୍ରିକଲଚର ଡିପାର୍ଟମେଣ୍ଟ ଯେଉଁମାନେ କାମ କରୁଛନ୍ତି ଗାଁରେ, ସମସ୍ତେ ଯଦି ମିଳିତ ଭାବରେ କାମ କରିବେ ତାହେଲେ ଆମେ କୋରାପୁଟକୁ ସବୁଜ ସୁନ୍ଦର କରିପାରିବା। ଆଉ ଏ ବର୍ଷର ଥିମ୍ଟା ଯେଉଁ 3F କଥା କହୁଥିଲେ, ଫରେଷ୍ଟ ଫାୟାର ଫ୍ରି ଫରେଷ୍ଟ ଫାୟାର ଫ୍ରି କରିବା ପାଇଁ, ସେଥିପାଇଁ ସମସ୍ତେ ସଚେତନ ହେବା ଦରକାର।